ଧନ ବାଳକେ କର ଉପାସ। ଦୁନିଆରେ ଯେତେ ଧନ ସମ୍ପତ୍ତି ଯାହା ସବୁ ଅଛି ବା ଯାହା ତମେ ଭବିଷ୍ୟତରେ ପାଇବ ସେ ସବୁ ଆଜି ଅଛି କାଲିକି ରହିବ କି ନାହିଁ ସବୁର ଭାଗ ଅଛି। କେଉଁ ଘରରେ ଭାଇର ଭାଗ ଅଛି, କେଉଁ ଘରରେ ଭଗାରୀର ଇଏ ବନ୍ଧୁବାନ୍ଧବର ଭାଗ ଅଛି। ବିଦ୍ୟା ହେଉଛି ଗୋଟେ ବିଦ୍ୟା ଦଦାତି ଭୂତ। ବିଦ୍ୟା ଗୋଟେ ଏମିତି ଜିନିଷ ତାହାର ଭାଗ ସମସ୍ତରୁ ସମସ୍ତେ ଭାଗ ନେବେ। କିଏ ଜମି ନେବ, କିଏ ମୁଣ୍ଡା ନେବ, କିଏ କୋଠା ନେବ, କିନ୍ତୁ ପାଠକୁ କେହି ଭାଗ କରିପାରିବେ ନାହିଁ। ବିଦ୍ୟା ଅଷ୍ଟଇ ମହାରନ ଭାରତ କଣ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ନାମକ ଜଣେ ଭାରତବର୍ଷର ମହାନ ବିଦ୍ୱାନ ପଣ୍ଡିତ ଥିଲେ। ସେ ଗୋଟେ ରେଲୱେ ଷ୍ଟେସନରେ ବୁଲୁଛନ୍ତି। ଆଉ ଜଣେ ବାବୁ ରେଳରୁ ଓହ୍ଲେଇଲେ। ସେ କୁଲିକି ଡାକିଲେ, କୁଲି ବାବୁ କୁଲି ବାବୁ କୁଲି ବାବୁ। ସେ ଷ୍ଟେସନରେ କୁଲି କେହି ନଥିଲେ, ଛୋଟ ଷ୍ଟେସନଟା। ସେ ବିରକ୍ତ ହେଇକି କହିଲେ ଯେ ଆଜିକାଲି କୁଲି ଗୁଡ଼ିକ କାମ କରୁନାହାନ୍ତି, କେବଳ ଏମାନେ ଗୋଟେ ଏମିତି ମଜାମଜିରେ ଦିନ ନେଉଛନ୍ତି। ଏତିକି ବେଳେ ସେ ବାହାରିଛନ୍ତି ସେ ବେଗ ପତ୍ର ଧରିକିରି। ଜଣେ ବ୍ୟକ୍ତି ଆସି କହିଲେ ଆପଣଙ୍କର କୁଲି ଦରକାର? ଆଉ ମୁଁ ପୁରା କୁଲି, ମୋତେ ଦିଅନ୍ତୁ ମୁଁ ନେଇଯିବି। ଆପଣ ନେଇଯିବା। ତାପରେ ତାଙ୍କ ବେଗ ପତ୍ର ସବୁ ଧରିକିରି ତା ଆଗେ ନେଇକିରି ଚାଲିଲେ। କୁଲି ଆଗେ ଆଗେ ଯାଉଥାଏ, ଇଏ ପଛେ ପଛେ ଯାଉଥାଏ। ଯେତେବେଳେ ତାଙ୍କ ଘରେ ପହଞ୍ଚିଲେ ତାଙ୍କ ବଡ଼ ଭାଇ ଗାଈ ଦୁହୁଁଥିଲେ। ସେ ଯାଇ ଭାଇକି ଦଣ୍ଡବତ କଲେ। ବଡ଼ ଭାଇ ଯେହେତୁ ସେ ଦଣ୍ଡବତ କରିବେ, ବଡ଼ ଭାଇ ଦଣ୍ଡବତ କଲେ। ବଡ଼ ଭାଇ ପଚାରେ କେତେବେଳେ ଆସିଲୁ? ଏଇ ତ ବର୍ତ୍ତମାନ ଆସି ପହଞ୍ଚିଲି। ଆଉ ଏ ବେଗରେ କ'ଣ ସବୁ ଆଣିଛୁ? ନାଇଁ ଏମିତି ଫଳମୂଳ ଏମିତି ସବୁ ଆଣିଛି। ଆଉ ତତେ କ'ଣ ଷ୍ଟେସନରେ କୁଲି କେହି ମିଳିଲେ? ନା କୁଲି ଆଉ କେହି ନଥିଲେ। ଏଇ ଜଣେ କୁଲି ବାବୁ ଆସି ଭେଟିଲେ ଏବଂ ମୁଁ ତାଙ୍କୁ ନେଇକି ଯାଇଥିଲି। ସେ ଗାଈ ଦୁଆଁଟିକୁ ଛାଡ଼ି ଦେଇ ବଡ଼ ଭାଇ ନାହିଁ ସାନ ଭାଇର କାନକୁ ଧରିକିରି ଗାଲରେ ଦି ଚୈତନ ଠୋଠ ଦେଲା। କିଛି ବୁଝିପାରୁନାହାନ୍ତି। ଆରେ ସିଏ ଯିଏ ଯାହାକୁ କୁଲି ବୋଲି କହୁଛୁ, ସିଏ ହେଉଛନ୍ତି ଭାରତବର୍ଷର ମହାନ। ପଢ଼ିଛୁ କେଉଁଠି କେତେ ପଢ଼ିଛୁ? ସିଏ କାନ୍ଥରେ ଥିବା କଣା, ସେ କଣା ବାଟ ଦେଇ ଯେଉଁ ଆଲୋକ ଆସେ ସେଇଥିରେ ସେ ପାଠ ପଢ଼େ। ସେ ଆଜି ଭାରତର ଯୋଗ୍ୟ ସନ୍ତାନ। ତାଙ୍କୁ କ'ଣ ତୁ କୁଲି କହୁଛୁ? ସେଇଠି ଶିକ୍ଷା ସେ ଦେଲେ। ତୁମେ ଯେତେ ବଡ଼ ହେଲେ ବି ନିଜକୁ ଯଦି ଛୋଟ ମନେ ନ କରିବ ତାହେଲେ ତମେ ପାଠୁଆ ହେଇପାରିବ ନାହିଁ। ପାଠ ପଢ଼ିବ, ମନେ କରାଯାଉନି ପାଠ ଭଲ ପଢ଼। ବିଡ଼ି ଟାଣିବ, ତାହେଲେ ତମକୁ କେହି ସମ୍ମାନ ଦେବେନି। ଗଞ୍ଜେଇ ଟାଣିବ, ସମ୍ମାନ ଦେବେନି। ମଦ ପିଇଲେ ତମ ମୁହଁକୁ ବି ଅନେଇବେନି। ଭାରିଆ ପିଟା କଲେ ବି ତମ ମୁହଁକୁ କେହି ଅନେଇବେନି। ଏଭଳି ମଣିଷ ତମେ ହବ, ବାପା ମାଙ୍କର ନାଁ ରଖିବ, ନିଜ ଗାଁର ନାଁ ରଖିବ ଏବଂ ନିଜର ନାଁକୁ ଉଚ୍ଚରେ ରଖିବ। ତମର ନାଁଟି ଯେତେବେଳେ ଉଚ୍ଚରେ ରହିବ
तुमको जो मैंने पाठशाला पढ़ई शिक्षक मैंने पढ़ाऊँ से तुम नाम अत्यंत खुशी हे आशीर्वाद है जो चारोटी फटो देखुच फटो होती मोर पिला दिन गुरु पाठ पढ़े मुझे फटो ये जड़े मत यूपी स्कूल पढ़ाऊे आ हाई स्कूल माइनर स्कूल जड़े यूपी स्कूल तेणु यहाँ कहीं रखी पिला देखेबी कि मु शिक्षक मानक गुरु रूप में सम्मान है जीवन में मिछ कह जीवन में कहा मनरे आघात देला भली कथा कहना मद्य मादक ठार जा भोला गति पाई Jai